ଭଲଟା କୋଉଠୁ ପାଇଲ? ଯାତ୍ରାରୁ ଆଉ ଭଲଟା କୋଉଠୁ ପାଇଲ? ଭଲଟା ଆମେ ପ୍ରୋଗ୍ରାମ ଗାଁରେ ଯୋଉ ଡ୍ୟାନ୍ସ ସିଏ ତ ଡ୍ୟାନ୍ସ କରିଥିଲେ ମୁଁ ଡ୍ୟାନ୍ସ କରିଥିଲି ତ ଡ୍ୟାନ୍ସ କଲା ଭିତରେ ଆଉ ଭଲ ପାଇବା ବାହାଘର। ଭଲଟା କୋଉଠୁ ପାଇଲ? ଯାତ୍ରା ବାଟରୁ କେବେ? ଆର ବର୍ଷ ଶିବନି ପାଟରେ। ବର୍ତ୍ତମାନ ସ୍ୱର୍ଣ୍ଣ ମହଲର ଦେଖୁଥିବେ ଯୋଉ କୁହାଯାଉଛି ଡ୍ୟାନ୍ସିଂ କପଲ ଅଛନ୍ତି, କାରଣ ଆପଣ ଜାଣିଥିବେ କି ଏଥିରେ ଡ୍ୟାନ୍ସର ଯେଉଁ ଅଛନ୍ତି ସେମାନେ ତାଙ୍କ ଭିତରେ କେତେ କପଲ ଅଛନ୍ତି, ପ୍ରାୟ ସମସ୍ତଙ୍କର ଇଣ୍ଟରଭ୍ୟୁ ନିଆଯାଉଛି, କିନ୍ତୁ ଏ ଯେଉଁ ପଛରେ ଯେଉଁ ପର୍ଦ୍ଦା ପଛରେ ରହୁଛନ୍ତି ଡ୍ୟାନ୍ସର ତାଙ୍କର କେହି ଇଣ୍ଟରଭ୍ୟୁ ନେଉନାହାନ୍ତି, ତାଙ୍କୁ ପଚାରୁନାହାନ୍ତି ତାଙ୍କ ଜୀବନ କେମିତି ରହୁଛି। କିନ୍ତୁ ଆମ ସୂଚନାଟି ବି ପଚାରୁଛି, ତାଙ୍କୁ ସାମ୍ନାକୁ ଆଣୁଛି କି ସେମାନେ ପରିବାର ଛାଡ଼ିକି ତାଙ୍କ ଘରଦ୍ୱାର ଛାଡ଼ିକି ଆସି ଯାତ୍ରାରେ ରହିଛନ୍ତି, କେମିତି ତାଙ୍କର ଜୀବନ ବିତୁଛି। କାରଣ ଏଠି ରହିଲା ପରେ ଆଉ ଗୋଟେ ପରିବାର ରହୁଛି, ଆଉ ଗୋଟେ ସଂସାର ନେଉଛନ୍ତି, ତାକୁ ନେଇକି ଆମେ ପ୍ରତିକ୍ରିୟା ନେବା। ଯେହେତୁ ଭ୍ୟାଲେଣ୍ଟାଇନ୍ ଡେ ୱିକ୍ ଚାଲିଛି, ତେଣୁ ସେଇ ଭ୍ୟାଲେଣ୍ଟାଇନ୍ ୱିକ୍ରେ ସମସ୍ତଙ୍କୁ ଭ୍ୟାଲେଣ୍ଟାଇନ୍ ଡେର ସ୍ୱାଗତ କରୁଛି। କେମିତି ମାନେ ପ୍ରଥମେ ଆପଣଙ୍କର ପରିଚୟ ଟିକେ? ମୋ ନାଁ ମାୟାଧର ଜେନା, ପାତିଆ ପଟୁଲୁ। ଆଚ୍ଛା, ଭଲଟା କୋଉଠୁ ପାଇଲ? ଯାତ୍ରାରୁ ଆଉ ଆଚ୍ଛା, ଯାତ୍ରାରୁ କେମିତି ମାନେ ଭଲ ପାଇଲ? କହିଦେ ଓ ଆଦି କହିଦେ ନାଚ କଲା ତୁଳସୀ ପାଟିରେ ଥିଲୁ, ଗଙ୍ଗା ସାରଙ୍କ ପାଖରେ ଥିଲୁ, ଭଲ ଲଭ୍ ହେଇଥିଲା। ତାପରେ ତ ମୋର ଗୋଟେ ଝିଅଟେ ଆଉ ଆସେ ଏରେ କହୁନୁ ଭଲ ଡ୍ୟାନ୍ସ କରୁଥିଲେ ନା ଭଲ ଫିଗର ଥିଲା ନା କଣ? ଭଲ ଡ୍ୟାନ୍ସ କରିଥିଲେ। ଡ୍ୟାନ୍ସ କରୁଥିଲେ ଏପଟେ ଭଲ ଡ୍ୟାନ୍ସ କରୁଥିଲେ, କମେଡି ଆଉ ଗୋଟେ ଝିଅ ନା ସେମିତି କିଛି ନାହିଁ, ସେ କରୁଛନ୍ତି ତାଙ୍କ କଳା ପାଇଁ ସେ କରୁଛନ୍ତି, ମୁଁ ସେଥିରେ କିଛି ପ୍ରତିବାଦ ନାହିଁ। ଆଉ ତାଙ୍କ କମେଡି ଏବେ ପୁରା ହାଇଲାଇଟରେ ଅଛି, ମତେ ଭଲ ଲାଗେ ତାଙ୍କ କମେଡି। ଆଉ କଣ କହିବି, ନା ସେ ଯୋଉଟା ମାନେ ଅନୁଭବ କରୁଛି, ମୁଁ କହୁନି ମୋ ସ୍ୱାମୀ ବୋଲି। ଆଉ ମତେ ତ ତମେ ସିନା ଇଆଡେ କମେଡି କରୁଛ, କିନ୍ତୁ ତମ ୱାଇଫ ସେମିତି ଆଉ କାହା ସାଙ୍ଗେ ଡ୍ୟାନ୍ସିଂ କରୁଛନ୍ତି? ନୋ ଅବଜେକ୍ସନ, ମତେ ବଢିଆ ଲାଗେ। ମୁଁ କହେ ଆଉ ଟିକେ ଜୋର ନାଚ, ମାନେ ନାଚଟା ଲୋକଙ୍କୁ କଳା ଦେଖାର ଅଛି ନା। ତେଣୁ ଆମ ପିଲା ବି ସବୁ ଭଲ, ସେମିତି ମାଇଣ୍ଡର କେହି ନୁହଁ। ସବୁ ପିଲା ବି ଯେତେ ପୁଅ ଆମର ଯେତେ ଝିଅ ସବୁ ବଢିଆ ପିଲା। ଆଉ ସବୁଠାରୁ ଭଲ ଲାଗେ ଭଲ ଗୁରୁ, ଆଉ ସିଏ ହେଲେ ମୁଁ କହିବି ବୋଧେ ଯାତ୍ରା ଇଣ୍ଡଷ୍ଟ୍ରିରେ ଭଲ ଗୁରୁ କହିବାକୁ ଗଲେ ଗଙ୍ଗା ସାର୍। ଆମର ତାଙ୍କ ପାଖରେ ରହିଲେ ଭଦ୍ରାମୀ ଶାଳୀନତା ସବୁ ରଖିକି ରହିବାକୁ ପଡେ। ଆମ ସବୁ ଛୁଆ ବି ସେମିତି। ଆଉ ସାରଙ୍କ ଶିକ୍ଷା, ତାଙ୍କ ଶିକ୍ଷା ସେ ଯୋଉ ବାଟରେ ଶିଖେଇଛନ୍ତି ସେଇ ବାଟରେ ଯାଇଛି। ଆଉ ସେଇ ସାର୍ ହିଁ ମୋତେ ସୁଯୋଗ ଦେଇଛନ୍ତି ଆଜି କମେଡି କରିବା ପାଇଁ। ଯଦି କିଏ ଭଗବାନ ହୁଅନ୍ତି ତାହେଲେ ମୋର ଆଗେ ଗଙ୍ଗା ସାର୍ ବି ମୋ ଭଗବାନ। ସାରଙ୍କୁ ମୋର ୟୁଟ୍ୟୁବ ପ୍ରଣାମ, ଏଇଟା ହୃଦୟରୁ। ଆଉ ଦର୍ଶକ ମାନଙ୍କୁ ବି ଏତିକି ଭଲ ପାଏ, ତାଙ୍କୁ ବି ଭଲ ପାଇ ଦିଅନ୍ତୁ, ଆମକୁ ଏମିତି ଭଲ ପାଉଥାନ୍ତୁ ନୂଆ ନୂଆ ପ୍ରତିଭା। କେମିତି ଲାଗୁଛି? ବହୁତ ବହୁତ ଧନ୍ୟବାଦ। ଆପଣ କଣ କହିବେ, ଭଲଟା କୋଉଠୁ ପାଇଲ? ଭଲଟା ଆମେ ପ୍ରୋଗ୍ରାମ ଗାଁରେ ଯୋଉ ଡ୍ୟାନ୍ସ ସେପଟ ସାଇଡ୍ କେମିତି କଣ ମାନେ ସିଏ ତ ଡ୍ୟାନ୍ସ କରିଥିଲେ ମୁଁ ଡ୍ୟାନ୍ସ କରିଥିଲି ତ ଡ୍ୟାନ୍ସ କଲା ଭିତରେ ଆଉ ଭଲ ପାଇବା ବାହାଘର। ଘରେ କହୁନାହାନ୍ତି ତୁ ନାଚ ବହୁଟା ଗୋଟେ ନାଚ ଠିକ କରୁଛି? କିଛି ନାହିଁ, ଆମେ ଦି ଜଣ ସପୋର୍ଟ କରୁଛନ୍ତି ଘରେ। ଆଜ୍ଞା, ବହୁତ ଖୁସି। ମାନେ ଏମିତି ଡ୍ୟାନ୍ସର ଅଛି ନା ଭବିଷ୍ୟତ ଲକ୍ଷ୍ୟ ଅଛି ଗୋଟେ ହିରୋଇନ ହବାର? ସେମିତି ଲକ୍ଷ୍ୟ ଅଛି, ଏବେ ଯେ ଲକ୍ଷ୍ୟରେ ରହିଛି ସେ ଲକ୍ଷ୍ୟଟା ଭଲ ହଉ। ଆଉ କୋଉ ଗୁଣ ତାକୁ ତମକୁ ଖରାପ ଲାଗେ? ସେମିତି ମୁଁ କିଛି ନାହିଁ ନା ମାନେ ତମ ସେଇ ନାଚ ଯଦି କାହାକୁ ଅନୁଭବ ଭଲ ଲାଗେ ନା ସେମିତି କିଛି କେତେ ବିଶ୍ୱାସ ଅଛି? ହଁ ଭାଇ ଭଲଟା କୋଉଠୁ ପାଇଲ? ଭାଇ ଭଲ ଆମେ ଘରୁ ପାଇଛୁ, ଘରୁ ଆଜ୍ଞା। ଆରେଞ୍ଜ ମ୍ୟାରେଜ ଆମର। ଆରେଞ୍ଜ ମ୍ୟାରେଜ କରି ମାନେ ଯାତ୍ରାକୁ ଆସିଲେ ନା? ଆଜ୍ଞା, ଆରେଞ୍ଜ ମ୍ୟାରେଜ କରି ଯାତ୍ରାକୁ ଆସିଲେ। ମୋ ଡ୍ୟାନ୍ସର, ସେ ଡ୍ୟାନ୍ସର ନାହିଁ, ମୁଁ ତାଙ୍କୁ ଆଣିଲି ଲାଇନକି। ଆଉ ମାନେ ଲଭଟା କୋଉଠି ହେଲା? ଲଭଟା ଘରୁ ହେଲା ଆଉ। ଆଜ୍ଞା, ଦେଖା ଚାହାଁରେ ହେଲା ଆଉ। ଦେଖା ଚାହାଁରେ ଭଲ ପାଇବାଟା ହେଇଛି, ସେ ମ୍ୟାରେଜ କଲୁ ଘରେ କହିକି। ଏବେ ବହୁତ ଖୁସିରେ ଅଛି। ସିଏ ରାଗି ରହିପାରନ୍ତିନି ମୋ ଉପରେ, ଝଗଡ଼ା ଲାଗି ସାଙ୍ଗେ ସାଙ୍ଗେ ମିଶିଯିବୁ ସାଙ୍ଗେ। ଆମର ରାଗ ରଗି ବିଶ୍ୱାସ ନାହିଁ। ନାଇଁ ମୁଁ ସେମିତି କିଛି କୁହେନି, ଯେହେତୁ ବାହା ହେଇ ସାରିଲିଣି ଆଉ କହିବି କଣ? କହିଲେ କହ, ସିଏ ମୋର ସବୁ କିଛି ଆଗ ପଛ ସବୁ କିଛି। ରାଗିଲେ କିଛି ନାହିଁ, ଆମେ ଏମିତି ବି ଆମ ଦି ଜଣଙ୍କର କେବେ ଝଗଡ଼ା ନାହିଁ। ଆଉ ଯାତ୍ରା ଲାଇନରେ ଗଙ୍ଗା ସାରଙ୍କ ପାଖକୁ ଆସୁଛୁ, ବହୁତ ଖୁସି ଲାଗୁଛି। ଆଗକୁ କିଛି ଡେଭଲପମେଣ୍ଟ କରିବାକୁ ଚାହୁଁଛି, ଭଲ ଡ୍ୟାନ୍ସର ଗୋଟେ ହେବାକୁ ଚାହୁଁଛି। ଆମ ଦି ଜଣ ଭିତରେ କେବେ ବି ଝଗଡ଼ା ନାହିଁ, ଆଜି ପର୍ଯ୍ୟନ୍ତ କେବେ ବି ଝଗଡ଼ା ହେଇନି। 3 ବର୍ଷ ହେଲାଣି ଆମ ଦି ଜଣଙ୍କର ମ୍ୟାରେଜ, କେବେ ଝଗଡ଼ା ନାହିଁ। ଆଜ୍ଞା ଆଜ୍ଞା, ବହୁତ ଧନ୍ୟବାଦ। ଆଚ୍ଛା, ସବୁ ଜଡ଼ିତ ପଳେଇଲାନି, ତମର ଭଲଟା କୋଉଠୁ ପାଇଲ? ଯାତ୍ରା ବାଟରୁ
କେବେ आर वर्ष शिवन पाटे କେମିତି କ'ଣ ମାନେ ଆମେ ଶିବାନୀ ବାଟରେ ଥିଲୁ ଏମିତି ଡ୍ୟାନ୍ସ ପଡ଼େ ତାର ମୋର ସେଇଠୁ ଭଲ ପାଇବା ହେଲା ଆଉ ସେଇଠୁ ଭଲ ପାଇବା ହେଲା ସେଇଭଳିଆ ଭଲ ପାଇବା ଚାଲିଲା 4-5 ମାସ ସେଇଭଳିଆ ଚାଲିଲା ଆମ ମ୍ୟାନେଜର ମାନେ ସବୁ ଦେଖିଲେ ଆମେ ଯେମିତି ଦେଖା ଚାହିଁଲୁ ମ୍ୟାନେଜର ମାନେ ଦେଖିଲେ ମତେ ବିରୋଧ କଲେ ଲାଷ୍ଟକୁ ଆମେ ଡିସିସନ୍ ନେଲୁ ପଳେଇବୁ ବୋଲି ଆଉ ତାପରେ 5 ଦିନ ଯାଇ ଘରେ ରହିଲୁ 5 ଦିନ ପରେ ଫେର ଶିବାନୀ ବାଟିକି ଆସିଲୁ ବାବୁ ଆମର ଯିଏ ବାବୁ ଆମକୁ ଡାକିଲେ ରୁମ୍ ଦେଲେ ରହିଲୁ 5 ଦିନ ତମ ଘରେ ସମର୍ଥନ କରୁଛନ୍ତି आज्ञा ତମ ଘରେ ସମର୍ଥନ କରୁଛନ୍ତି ଆଜ୍ଞା ନାଇଁ ନାଇଁ ମୋ ବାପା ବହୁତ ତାକୁ ଭଲ ପାଆନ୍ତି ତାକୁ ବହୁତ ଭଲ ପାଆନ୍ତି ମୋ ବାପା ଆସିଥିଲେ ଆସିଛନ୍ତି ବି ଅଛନ୍ତି ରୁମ୍ରେ ଯାତ୍ରା ପାର୍ଟିରେ ଯେହେତୁ ଦୂରକୁ ପଳେଇ ଯାଉଥିବ ଘରେ କିଛି ଅଘଟଣ ହେଲା କି ଘର କି ଦୁର୍ଘଟଣା ହେଲା ତମେ ତ ଯାଇପାରୁନଥିବ ସେତେବେଳେ କେତେ ଦୁଃଖ ମନ ହୁଏ हाँ बहुत दुख लगे जाई पर ना मो जेजेमा मर जाइतिली मु जाई नथिली କେବେ ଯାଇପାରିଲ ता 10 दिन जाई गली से मोहल्ला तो जाई नथिली देखि परलिनी सेटा दुख लागितिला ସେଇଟା ଗୋଟେ ଅଫସୋସ ରହିଯାଇଛି आज्ञा ତମର ସେମିତି ସେମିତି ତ ମୋର କିଛି ହେଇନି କିନ୍ତୁ ମା ଦେହ ମଝିରେ ଖରାପ ଥିଲା ଘରକୁ ଟିକେ ଯାଇପାରିଲିନି ଆଉ ଏ ହେଉଛି କଥା ଆଉ ସାର୍ଙ୍କୁ କହିଥିଲେ ସାର୍ ଦେଇଥାନ୍ତି ଛୁଟି ଆମର ରିହର୍ସାଲ ଚାଲିଥିଲା ଏଇ ଖଣ୍ଡଗିରି ପାଇଁ ଆଉ ସାର୍ଙ୍କୁ କିଛି କହିପାରିଲିନି ଆଉ ସମସ୍ତଙ୍କ ମୁହଁରେ ସେ ଗୋଟେ ଗଙ୍ଗା ସାର୍ କାରଣ ସେ ବହୁତ ବଢ଼ିଆ ନାଚ ଶିଖାନ୍ତି ବହୁତ ଇଜିରେ ଶିଖଉଛନ୍ତି ଆଉ ତାଙ୍କ ନାଁ ବି ଅଛି ଭଲ କନସେପ୍ଟ ବି କରନ୍ତି ଭଲ କଣ୍ଟେଣ୍ଟ ବି କରନ୍ତି ତାଙ୍କୁ ନେଇକି ଆପଣଙ୍କର କ'ଣ କହିବା हम सार बहुत भल आमको बहुत भल पाती बहुत सब शिखाती भी बुझे कि सब शिखाती गाड़ी करती बहुत भल से ଗଙ୍ଗା ସାର୍ କାହାକୁ ଲଭ୍ କରୁଛନ୍ତି ତମ ଯାତ୍ରା ପାର୍ଟିରେ ना ना से क्या को लगता ମୁଁ ତ ପ୍ରଥମ ଗଙ୍ଗା ସାର୍ଙ୍କ କତିକି ଆସିବାକୁ ବହୁତ ଡରିଥିଲି କିନ୍ତୁ ସବୁ ପିଲା କୁହନ୍ତି ଗଙ୍ଗା ସାର୍ ବହୁତ ଷ୍ଟ୍ରିଟ୍ ନାଚ ତାଙ୍କର ବହୁତ କଷ୍ଟ କିନ୍ତୁ ସାର୍ଙ୍କ କତିକି ଆସିଲା ପରେ କଷ୍ଟ ହଉ ବରଂ କିନ୍ତୁ ସାର୍ଙ୍କ କତିରେ ବହୁତ ଭଲରେ ଅଛି ସାର୍ ମୋତେ ନିଜ ପୁଅ ରକମ ରଖିଛନ୍ତି ବହୁତ ବହୁତ ଧନ୍ୟବାଦ କ'ଣ କହିବେ ଏଇ ଯେଉଁ ପିଲାଙ୍କୁ ଦେଖି ପିଲାଙ୍କ ମୁହଁରେ ସମସ୍ତେ ପ୍ରଶଂସା କଲେ ଆଉ ପ୍ରାୟତଃ ଲାଜ କରୁଛନ୍ତି କାରଣ କେତେ ପିଲା ଅଛନ୍ତି ହୁଏତ ସେ ଚାହୁଁନାହାନ୍ତି ତାଙ୍କର ମାନେ ଭିଡ଼ିଓଟା ଘର ଲୋକ ଦେଖନ୍ତୁ କି ତାଙ୍କ ସାଙ୍ଗସାଙ୍ଗ ଦେଖନ୍ତୁ କେମିତି ଆପଣ ପିଲାଙ୍କୁ ମ୍ୟାନେଜ୍ କରୁଛନ୍ତି ତାଙ୍କ ଭିତରେ जय जगन्नाथ जय कला मुख्य कथा हूँ पिला को डांस पिला को लेकिन चलवाटा बहुत कष्ट एवं बहुत दुखदायक घटना कहीं घर आम जिते घर करुचु माने 10 जन परिवार को लेकिन चली पारुनु किंतु एठी जात्रा पार्टी बाबू आशीर्वाद मु 40टा पिला को लेकिन चलुची किंतु आम भितर झगड़ा झाटी जोटा कि जात्रा पार्टी राजनीति कि किए मद पीवा किए गंजे आने मो टीम रे सेटा ही ना कहीं समस्ते भय ही अच्छी जे जानी जे गंजे टाणिले कि मद पीले सार बाड़े कि गाड़ी देवे मु तो बाड़ा बाड़ी क्या कैनि किंतु समस्त भय अच्छी जे गंजे टाणिले कि मद खाइले कि विशृंखला कले सार निश्चित रागिबे आ तेणुक आम अनुष्ठान रे सेमिति हुए ना कि सेमिति करने को भी मुझे चांस दिए ना पिला मानकु बहुत बहुत धन्यवाद जो माने पिला मानकु एते पूरा डिसिप्लिन रखिछन्ती पिला मानकु एते आदर्श माने मानिछन्ती आपनको पिला माने आदर्श कारण समस्त मुहरे आपनको प्रशंसा तापरे आमे देखुछु स्वर्ण महल रे जो डांस करथले जो विभिन्न पौराणिक गीत ऊपर डांस हो कि विभिन्न आध्यात्मिक गीत ऊपर कि जय श्री राम जो नारा दउथले सेटा प्रकृति रे बहुत प्रशंसनीय होईछि तो आमे निश्चय गोटे कथा कहबो प्रकृति रे ए जो सब क्रेडिट केवल जाउछि ए गंगा सार पाखु जाउछि एवं देखो केते बढ़िया पिला जो रखुचंती समस्त डिसिप्लिन रे रहउचंती तो आमे भी आशा करिबु निश्चय ए जो तांकर जोड़ी नै कि आमे जो करथुल वैलेंटाइन वीक वैलेंटाइन डे तो निश्चय आमे भी चाहिबु जगन्नाथ पाखरे कृपा करिबु कि तांकर जोड़ी आहुरी भल रहू आउ कोन आउ गोटे कथा होची एई जो वर्तमान पौराणिक ऊपर जो डांस चली एटा एबे नुहे तुलसी यात्रा पाटे फास्ट आरंभ करथिले मु गोटे श्री गणेश डांस श्री गणेश परे जेते बेले मु एठिकी स्वर्णमहल एंट्री कली मु गोटे आगे नवदुर्गा तांडव आरंभ करी जोटा कि महिषासुर वध दुर्गा महिषासुर वध करते दुर्गा बाहरी दुर्गांकर 9टा रूप काढ़ी एवं से डांस मोर स्वर्णमहल यात्रा पाटे पूरा सुपर डुपर होता जोटा कि कल्पना करहबनी से समस्ते मार्किंग करके समस्ते ही पौराणिक आड़ को गति कले फिर भी सबु दर्शक को मोर माने नमस्कार जनाऊँगी एवं माने कही तो हेनी से आपण मैंने मत आशीर्वाद करूँ पौराणिक काम चली आगामी वर्ष मत आशीर्वाद करूँ फेरे गोटे जमी खंडगिरी फेरे गोटे कौन नुआ करी क्या सब बेले ही मुझे नुआ करे
ଯେତେବେଳେ ଖଣ୍ଡଗିରି ଯାତ୍ରା ପ୍ରସିଦ୍ଧ ଥିଲା କେବଳ ଆଇଟମ୍ ଡ୍ୟାନ୍ସ ପାଇଁ ବିଭିନ୍ନ ପ୍ରକାର ଯେଉଁ ଆଇଟମ୍ ଡ୍ୟାନ୍ସର କରୁଥିଲେ କିନ୍ତୁ ଏବେ ଯେଉଁ ଚାଲିଛି ଯେଉଁ ପୌରାଣିକ ଉପରେ ଯେଉଁ ଆଧ୍ୟାତ୍ମିକ ଉପରେ ତାକୁ ବି ଦର୍ଶକ ଆଦୃତ କରୁଛନ୍ତି ଦର୍ଶକଙ୍କ କରତାଳି ବି ହେଉଛି ସେମାନେ ପସନ୍ଦ କରୁଛନ୍ତି କି ଏତେ ୟୁନିକ୍ ଆଇଡ଼ିଆ ଆପଣ କେମିତି ଆସିଲା ଏତେ ବଢ଼ିଆ ବଢ଼ିଆ କଣ୍ଟେଣ୍ଟ ନେଇ କେମିତି କଲେ ମୁଁ ଏଇଟା କରିବା ଆଗରୁ ମୁଁ ଟିକେ ଆମର ଯେଉଁ ସେନାପତି ନନା ଅଛନ୍ତି ଯେଉଁ କି ଆମର ଶିବାନୀ ଯାତ୍ରା ପାଟରେ ଗୌରାଙ୍ଗ ସେନାପତି ଫାଦର ଆର୍ଟିଷ୍ଟ ମୋତେ ସେ ନେଇ ଯାଇଥିଲେ ତାଙ୍କ ଯଜ୍ଞକୁ ମୁଁ ଯେତେବେଳେ ପୌରାଣିକ ଜିନିଷ କରିବି ବୋଲିକି ଗୋଟେ ଚିନ୍ତାଧାରା କଲି କିନ୍ତୁ ସେ ଯଜ୍ଞରେ ସବୁ ପଣ୍ଡିତମାନେ ଥିଲେ ମୁଁ ତାଙ୍କ ସାଥିରେ କଥାଟା ଆଲୋଚନା କରିଥିଲି ସେ ମୋତେ କହିଥିଲେ ଯେ ବାପାରେ କିଛି ମାନେ କିଛି ଜଣ ଏଟାକୁ ଗୁରୁତ୍ୱ ଦେବେ କିଛି ଜଣ ଗୁରୁତ୍ୱ ଦେବେନି କାହିଁକି ନା ଆଜିକାଲି ଯୁଗ ରେକର୍ଡିଂ ଯୁଗ ହେଇଗଲାଣି ତେଣୁ ଦେଖ ତମେ ଯଦି ଠିକ୍ ଜାଗାରେ ଆଣିକି ଥୋଇପାରିବ ହୁଏତ ଲୋକ ରିସିଭ୍ କରିବେ ଯେଉଁ ନବଦୁର୍ଗା ତାଣ୍ଡବଟା ମୁଁ କରିଥିଲି କିନ୍ତୁ ତାଙ୍କଠୁ ପରାମର୍ଶ ନେଇକି ସେ ଯେଉଁ ପଣ୍ଡିତମାନଙ୍କଠୁ ପରାମର୍ଶ ନେଇକି ସେ ଡ୍ୟାନ୍ସଟା ମୁଁ କିନ୍ତୁ କରିଥିଲି ମୁଁ ଯେତେବେଳେ ଦେଖିଲି ସୁପର ଡୁପର ହେଲା ତ ମୁଁ ସେଇଠି ଜାଣିଲି ଯେ ନା ଗୁରୁଜନ ଲୋକ କଥାରେ କୁହନ୍ତି ବୁଦ୍ଧି ବିଚାରି କାମ କଲେ ପ୍ରମାଦ ନ ପଡ଼ଇ ଭଲେ ଯେଉଁଟା ବୁଦ୍ଧି ବିଚାରି କାମ କରାଯାଏ ଛୋଟ ହଉ ବଡ଼ ହଉ ସମସ୍ତଙ୍କୁ ପଚାରିକି କରାଯାଏ ମୁଁ ଜାଣିଛି ସେଇଟା କାମ ହିଁ ନିଶ୍ଚିତ ଭଲ ହୁଏ ଏବେ ଆମର ଯେଉଁ ଅନୁଷ୍ଠାନ ଅଛନ୍ତି ହିରୋ ସୁବାସ ଭାଇ ମୁଁ ସୁବାସ ଭାଇକି ପଚାରେ ଯେ ଭାଇ ଏମିତି କ'ଣ ଡ୍ୟାନ୍ସ ନାହିଁ ଯେଉଁଟାକି ଆମର ହେଇନି ନା ବାବାରେ ସବୁ ହେଇଛି ଏଇଟା ଗୋଟେ କର ମୋତେ ସେ ଗୋଟେ ପରାମର୍ଶ ଦେଇଥିଲା କିନ୍ତୁ ଟାଇମ୍ ହେଲାନି ଆଉ କରିପାରିଲିନି ଫିର୍ ବି ମୋତେ ସେ କହିଛନ୍ତି ଆଗାମୀ ବର୍ଷରେ ଯଦି ଠାକୁର ଯଦି କରନ୍ତି ଆଗାମୀ ବର୍ଷକୁ ଫେରେ ଗୋଟେ ମୁଁ ନୂତନ ଝଲକ ଦେଖିବି ଯେଉଁଟାକି ଯାତ୍ରା ଇଣ୍ଡଷ୍ଟ୍ରି ବଦଳିବ କାହିଁକିନା ମୁଁ ପୌରାଣିକ ଆରମ୍ଭ କରିଥିଲି ମୁଁ ଯାତ୍ରା ଜଗତରେ ଷ୍ଟୋନ୍ ଆରମ୍ଭ କରିଥିଲି ମୁଁ ତେଣୁ ସମସ୍ତେ ହିଁ ଅପେକ୍ଷା କରିକି ଥାନ୍ତି ଯେ ଗଙ୍ଗା ସାର୍ କିଛି ଗୋଟେ ୟୁନିକ୍ କରୁ ତେଣୁ ସମସ୍ତେ ବି ଜାଣିଛନ୍ତି ତେଣୁ ସେଇଟା ମୁଁ ନୁହେଁ ସେଇଟା ଆପଣମାନଙ୍କ ଆଶୀର୍ବାଦରୁ ମୁଁ ସେଟା ହିଁ କରେ ତେଣୁ ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ସବୁବେଳେ ମୁଁ ଏମିତି ନୂଆ ନୂଆ କାମ କରୁଥାଏ ଆପଣମାନଙ୍କ ପାଖରେ ହସ ଫୁଟାଉଥାଏ ଏବଂ ଆପଣମାନଙ୍କୁ ମୁଁ ଖୁସି ଦେଇପାରୁଥାଏ ଜୟ ଜଗନ୍ନାଥ ଜୟ କଳା ନିଶ୍ଚୟ ନିଶ୍ଚୟ ଆପଣ ମାନେ ଆପଣଙ୍କ ଉପରେ ଦର୍ଶକମାନଙ୍କ ଆଶୀର୍ବାଦ ଅଛି ତାଙ୍କ ଭଲ ପାଇବା ଅଛି ଏବଂ ଶୁଭକାମନା ଅଛି ଆମେ ବି ଚାହୁଁ ନିଶ୍ଚୟ ଏମିତି ଭଲରୁ ଭଲ ଯେଉଁ ଡ୍ୟାନ୍ସ ଦିଅନ୍ତୁ ଆପଣ ପୌରାଣିକ ଉପରେ ଆଧ୍ୟାତ୍ମିକ ଉପରେ ତ ଦର୍ଶକ ବନ୍ଧୁ ଦେଖୁଥିଲେ ଯେଉଁ ଡ୍ୟାନ୍ସରମାନଙ୍କର କଥା କେମିତି ଯେଉଁ କପଲମାନଙ୍କର କଥା କି କେମିତି ସେମାନେ ରହୁଛନ୍ତି କେମିତି ଚଳୁଛନ୍ତି କାରଣ ସେ ଗୋଟେ ପରିବାରକୁ ଛାଡ଼ି ଏଠି ଆସି ଆଉ ଗୋଟେ ପରିବାର କରିଛନ୍ତି ଯେଉଁଟା ତାଙ୍କ କିଛି ଅଘଟଣ ଘଟିଲେ କି ଦୁର୍ଘଟଣା ତାଙ୍କ ଗାଁରେ ଘଟିଲେ କି ଘରେ ଘଟିଲେ ସେ ଯାଇପାରୁନାହାନ୍ତି ସେଇଟା ମନର ଅଫସୋସ ରହିଛି କିନ୍ତୁ ତଥାପି ସେ ଯାତ୍ରାକୁ ନେଇ ବଞ୍ଚିଛନ୍ତି ତାଙ୍କ ଭବିଷ୍ୟତ ନେଇ ବଞ୍ଚିଛନ୍ତି ଏବଂ ସେ ଏଇ ମାର୍ଗରେ ଆଗକୁ ଯିବେ ବୋଲି ସେ ମଧ୍ୟ ଶପଥ କରିଛନ୍ତି ଭୁବନେଶ୍ୱର ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଉମାକାନ୍ତ ବେହେରାଙ୍କ ସହ ଆବେଦିନଙ୍କ ରିପୋର୍ଟ ସୂଚନା TV 24x7